ବିଧାନସଭାରେ ଉଠିଲା ରାସନ କାର୍ଡ ପ୍ରସଙ୍ଗ। ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକମାନେ କେମିତି ଇ-କେୱାଇସି କରିବେ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାସୁଦେବପୁର ବିଧାୟକ ଅଶୋକ ଦାସ। ଆଉ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଅନୁପସ୍ଥିତିରେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀଙ୍କ କହିବା ମୁତାବକ ବିଗତ ଦିନର ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିଲା। ତେଣୁ ଭୂତ କାର୍ଡ ମୂଷା କାର୍ଡ ବାହାରୁଥିଲା। ଅନ୍ୟପଟେ ଇ-କେୱାଇସି ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି ଇ-କେୱାଇସି ନ କରିପାରିଲେ ରାସନ କାର୍ଡ କଟିବ ନାହିଁ। ଇ-କେୱାଇସି କରିବାର ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ଇ-କେୱାଇସି ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏଥିପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି। ତେବେ ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ଇ-କେୱାଇସି ଯାଞ୍ଚ ପରେ ସେମାନେ ନୂଆ ରାସନ କାର୍ଡ ପାଇବେ। ଏନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।